ବନ୍ଧୁମାନେ ବହୁ ପୁରାତନ ପୁରାଣର କଥା ହେଲେ ମଧ୍ୟ ଯାହାଙ୍କର କଥାକୁ ସାରା ବିଶ୍ୱ ମନେ ରଖିଛି, ଯାହାଙ୍କର କଥା ପୁରାଣରେ ଲିପିବଦ୍ଧ, ସେହି ପ୍ରକାର ଜଣେ ମହାନ ଆତ୍ମା, ପବିତ୍ର ଆତ୍ମାଙ୍କର କଥାବସ୍ତୁକୁ ମୁଁ ଉପସ୍ଥାପନ କରିବା ପାଇଁ ଯାଉଛି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଦାନବୀର ହରିଶ୍ଚନ୍ଦ୍ର, ଯିଏକି ଅନେକ ବର୍ଷ ପୂର୍ବେ ଅଯୋଧ୍ୟାର ରାଜା ଥିଲେ, ଯାହାଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ଯିଏକି ଥିଲେ ସତ୍ୟ ଧର୍ମ ନ୍ୟାୟର ପ୍ରତୀକ। ତାଙ୍କର ସତ୍ୟ ଏବଂ ଧର୍ମକୁ ପରୀକ୍ଷା କରିବା ପାଇଁ ଋଷି ବିଶ୍ୱାମିତ୍ର ଥରେ ତାଙ୍କ ପାଖରେ ଆସି ପହଞ୍ଚିଲେ ଏବଂ ପହଞ୍ଚିଲା ପରେ ତାଙ୍କୁ ସତ୍ୟ କରାଇଲେ। ରାଜା ହରିଶ୍ଚନ୍ଦ୍ର ମଧ୍ୟ ସତ୍ୟ କରିଲେ, ଉପରେ ଧର୍ମ ଦେବତା, ତଳେ ବସୁମାତା, ଚନ୍ଦ୍ର ସୂର୍ଯ୍ୟ ଦଶ ଦିଗପାଳକୁ ସାକ୍ଷୀ ରଖି ସତ୍ୟ ସତ୍ୟ ତ୍ରିବାର ସତ୍ୟ କରିଲେ। ଏବଂ ସତ୍ୟ କରିସାରିଲା ପରେ ଋଷି ବିଶ୍ୱାମିତ୍ର ତାଙ୍କୁ ଦାନ ସ୍ୱରୂପ ତାଙ୍କ ରାଜ୍ୟକୁ ମାଗିଲେ। ରାଜ୍ୟ ଗଲା, ରାଜ ସିଂହାସନ ଗଲା, ସବୁକିଛି ଧନ ସମ୍ପତ୍ତି ଚାଲିଗଲା, କ୍ଷଣିକ ମଧ୍ୟରେ ସେ ଭିକାରୀ ହେଇଗଲେ। ସେତିକିରେ ତାଙ୍କର ପରୀକ୍ଷା ସରି ନଥିଲା। ପୁଣି ବିଶ୍ୱାମିତ୍ର କହିଲେ, ଦାନ ଦେଇଛ ବାବା, ଦକ୍ଷିଣା ଦେବା ପାଇଁ ପଡ଼ିବ। ହେଲେ ଦକ୍ଷିଣା ଦେବା ପାଇଁ ତାଙ୍କ ପାଖରେ ଆଉ କିଛି ନଥିଲା ଆଜ୍ଞା। ତଥାପି ସେ ପଛଘୁଞ୍ଚା ଦେଇନଥିଲେ। ନିଜର ସ୍ତ୍ରୀ ତାରାମତୀ ଏବଂ ପୁତ୍ର ରୋହିତାଶ୍ୱଙ୍କୁ ସେ ତାଙ୍କୁ ଦକ୍ଷିଣା ସ୍ୱରୂପ ଦେଇଯାଇଥିଲେ ଏବଂ ନିଜେ ଯାଇ କାଶୀରେ ଶ୍ମଶାନ ଚଣ୍ଡାଳ ପାଖରେ ଚଣ୍ଡାଳ କାମ କରିଥିଲେ। ସ୍ତ୍ରୀ ତାରାମତୀ, ପୁତ୍ର ରୋହିତାଶ୍ଵ ବିଶ୍ୱାମିତ୍ରଙ୍କ ପାଖରେ ରହିଲେ, କିନ୍ତୁ ସମୟକ୍ରମେ ସେ ପୁତ୍ରକୁ ମଧ୍ୟ ବଞ୍ଚେଇ ପାରିଲେ ନାହିଁ। ପୁତ୍ର ମରିଗଲା, ଚାଲିଗଲା ପୁତ୍ର। ହେଲେ ପୁତ୍ରକୁ ଦାହ କରିବା ପାଇଁ ସେ ଆସି ହରିଶ୍ଚନ୍ଦ୍ରଙ୍କ ପାଖରେ ପହଞ୍ଚିଲେ। ପୁତ୍ରକୁ ଦାହ କରିବା ପାଇଁ ଅର୍ଥ ଆବଶ୍ୟକ, ତାଙ୍କ ପାଖରେ ଅର୍ଥ ନଥିଲା। ନିଜ ଶାଢ଼ୀରୁ ଅଧେ ମଧ୍ୟ ସିଏ ଅର୍ଥ ସ୍ୱରୂପ ଦେଇଥିଲେ। ଏହି କଥାକୁ ଦେଖି ସାରିଲା ପରେ ଦେବତାମାନେ ଖୁସି ହେଇଥିଲେ ଏବଂ ସ୍ୱୟଂ ବିଶ୍ୱାମିତ୍ର ସେଠାରେ ପ୍ରକଟ ହେଲେ। ପ୍ରକଟ ହେଇ ତାଙ୍କର ପୁତ୍ରକୁ ବଞ୍ଚେଇ ଦେଇଥିଲେ। ନ୍ୟାୟ ଓ ଧର୍ମର ପ୍ରତୀକ ସେ ପାଳନ କରିଥିଲେ, ଯୋଉଥିପାଇଁ କି ପୁରାଣ ତାଙ୍କୁ ଲେଖିଛି ଦାନବୀର ହରିଶ୍ଚନ୍ଦ୍ର। ପୁତ୍ରକୁ ବଞ୍ଚେଇବା ସଙ୍ଗେ ସଙ୍ଗେ ତାଙ୍କର ରାଜ୍ୟକୁ ମଧ୍ୟ ଫେରେଇ ଦେଇଥିଲେ। ତ ବନ୍ଧୁମାନେ, ଏସବୁ ପୁରାଣର କଥା ଆଜିର ସମାଜରେ ଚର୍ଚ୍ଚାର ବିଷୟ ନୁହଁ। ତଥାପି ଛୋଟ ପ୍ରୟାସ ଜାରି ରଖିଛି ଆପଣମାନଙ୍କ ପାଖରେ କିଛି କିଛି ପୁରାଣ କଥା ପହଞ୍ଚିବା ପାଇଁ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଟିକେ ହେଲେ ବି ମନକୁ ଛୁଇଁଥିବ, ଭଲ ଲାଗିଥିବ, ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରିବେ, କମେଣ୍ଟସ୍ କରିବେ, ବନ୍ଧୁବାନ୍ଧବକୁ ସେୟାର କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।